ସମସ୍ତଙ୍କୁ ମୋର ଶୁଭ ସନ୍ଧ୍ୟା। ତ ଆଜି ଆମେ ଜାଣିବା ଆମ ଓଡ଼ିଶାର ପର୍ବପର୍ବାଣି ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଏବଂ ଯେଉଁମାନେ UGC ନେଟ୍, PG, SSB, PGT ଏବଂ PhD ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କ ପାଇଁ ମଧ୍ୟ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ହେଲ୍ପଫୁଲ୍ ରହିବ ଏବଂ ପ୍ରତ୍ୟେକ ଓଡ଼ିଆ ଏହି ପର୍ବପର୍ବାଣି ଏବଂ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବା ନିହାତି ଦରକାର। ତ ଯେଉଁମାନେ ଆମ ଓଡ଼ିଶାର ପର୍ବପର୍ବାଣି ଏବଂ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ହେଲ୍ପଫୁଲ୍ ରହିବ। ତ ଚାଲନ୍ତୁ ଆମେ ଡେରି ନକରି ଷ୍ଟାର୍ଟ କରିବା। ତ ଦେଖିପାରୁଥିବେ ନମ୍ବର 1ରେ ଅକ୍ଷୟ ତୃତୀୟା କେଉଁ ତିଥିରେ ପଡ଼େ? ଅକ୍ଷୟ ତୃତୀୟା ଆମର କେଉଁ ତିଥିରେ ପଡ଼େ ନା ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଆମର ଅକ୍ଷୟ ତୃତୀୟା ପଡ଼େ। ସେକେଣ୍ଡ, ଅକ୍ଷୟ ତୃତୀୟା ଠାରୁ 21 ଦିନ ବ୍ୟାପୀ କେଉଁ ଯାତ୍ରା ଅନୁଷ୍ଠିତ ହୁଏ ନା ଅକ୍ଷୟ ତୃତୀୟା ଠାରୁ 21 ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। 3. ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ କେଉଁ ବ୍ରତ ସଧବା ସ୍ତ୍ରୀମାନେ ପାଳନ କରିଥାନ୍ତି? ସାବିତ୍ରୀ ବ୍ରତ। 4. କେଉଁ ଦିନ କୃଷକମାନେ ମହାଲକ୍ଷ୍ମୀଙ୍କୁ ସ୍ମରଣ କରି କୃଷି କାର୍ଯ୍ୟ ଆରମ୍ଭ କରିଥାନ୍ତି? ଅକ୍ଷୟ ତୃତୀୟା ଦିନ। 5. ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ କାଠ କେବେ ଅନୁକୂଳ ହୋଇଥାଏ? ଅକ୍ଷୟ ତୃତୀୟା ଠାରୁ ଅନୁକୂଳ ହୋଇଥାଏ। ଶୀତଳ ଷଷ୍ଠୀ ଯାତ୍ରା କେବେ ଅନୁଷ୍ଠିତ ହୁଏ? ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ। ତ ଦେଖିପାରୁଥିବେ ପ୍ରଶ୍ନ ଅଛି ତାପରେ ଅପସନ୍ ତା ତଳେ ଦେଖିପାରୁଥିବେ ଆମର ଆନ୍ସର ଦିଆହେଇଛି। ତ ନିଜେ ମଧ୍ୟ ଏସବୁ ଦେଖିପାରିବେ। ତ ଇଏ ହେଉଛି ଆମ ସମସ୍ତ ଓଡ଼ିଆ ଏସବୁ ଜାଣିବା ନିହାତି ଦରକାର। ତ ଆମେ ଆମ ନିଜ ସଂସ୍କୃତି ଏବଂ ଆମ ପର୍ବପର୍ବାଣି ବିଷୟରେ ଯଦି ଆମେ ନ ଜାଣିବା ତାହେଲେ ଆମେ କିଛି ନ ଜାଣିବା ସହ ସମାନ। ତ ଏସବୁ ଜାଣିବା ଆମ ପାଇଁ ନିହାତି ଦରକାର। ତ ଦେଖିପାରୁଥିବେ ଇଏ ହେଉଛି ଆମ ଓଡ଼ିଶାର ପର୍ବପର୍ବାଣି ଓ ଜଗନ୍ନାଥ ସଂସ୍କୃତି ବିଷୟରେ ବହୁତ ସୁନ୍ଦର ଭାବରେ ଦିଆହେଇଛି ଏବଂ ଯେଉଁମାନେ ଆମ ଓଡ଼ିଶାର ପର୍ବପର୍ବାଣି ଏବଂ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଛନ୍ତି ଏବଂ ବହୁତ ଭଲ ଭାବରେ ଜାଣିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ହେଲ୍ପଫୁଲ୍ ରହିବ। ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର କ୍ୱେଶ୍ଚନ୍ ସବୁ। ତ 18ରେ ଦେଖିପାରୁଥିବେ ଚିତାଲାଗି ଅମାବାସ୍ୟା କେବେ ପାଳନ କରାଯାଏ? ନା ଶ୍ରାବଣ ଅମାବାସ୍ୟା ଦିନ ପାଳନ କରାଯାଏ ଚିତାଲାଗି ଅମାବାସ୍ୟା। ଜଗନ୍ନାଥଙ୍କର ସୁନାବେଶ କେବେ ଅନୁଷ୍ଠିତ ହୁଏ? ଆଷାଢ଼ ଏକାଦଶୀ ତିଥିରେ। ନୀଳାଦ୍ରି ବିଜେ କେଉଁ ତିଥିରେ ପଡ଼େ? ଆଷାଢ଼ ଶୁକ୍ଳ ଦ୍ୱାଦଶୀ। ତ ତାପରେ ଦେଖିପାରୁଥିବେ ଏସବୁ ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା କେଉଁ ଦିନ ପାଳିତ ହୁଏ? ନା ଶ୍ରାବଣ ପୂର୍ଣ୍ଣିମା ଦିନ ପାଳିତ ହୁଏ। ପ୍ରଥମାଷ୍ଟମୀ କେଉଁ ତିଥିରେ ପାଳନ କରାଯାଏ? ନା ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ତାପରେ କେଉଁ ତିଥିରେ ସରସ୍ୱତୀ ପୂଜା ବା ଶ୍ରୀ ପଞ୍ଚମୀ ଉତ୍ସବ ପାଳନ କରାଯାଏ? ମାଘ ଶୁକ୍ଳ ପଞ୍ଚମୀ। କାଞ୍ଜିଅଳା ଓଷା କେଉଁ ଦିନ ପାଳିତ ହୁଏ? ମାର୍ଗଶିର ମାସ ନବମ ଦିନ। ପଣା ସଂକ୍ରାନ୍ତି କେବେ ପଡ଼ିଥାଏ? ନା ବୈଶାଖ ମାସ ପ୍ରଥମ ଦିନ। ଏସବୁ ଜାଣିବା ନିହାତି ଦରକାର ଆମ ପାଇଁ।
ଅଁଳା ନବମୀ କେଉଁ ଦିନ ପଡ଼ିଥାଏ? କାର୍ତ୍ତିକ ଶୁକ୍ଳ ନବମୀ ଦିନ ଅଁଳା ନବମୀ ପଡ଼ିଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବର୍ଷକରେ କେତେ ଥର ସୁନାବେଶ ହୋଇଥାଏ? ନା 5 ଥର। ନନ୍ଦିଘୋଷ ରଥରେ ଥିବା ଓଲଟ ଶୁଆର ନାମ କ'ଣ? ଜୀବ ଓ ପରମ।